ଚାଲିଗଲୁ। ଏବେ ମୁଁ ମୋ ଛୋଟ ଦୁଇ ଭଉଣୀକୁ ନେଇ କେମିତି ରହିବି? ଦିଦି, ମା କାହିଁକି ଉଠୁନି? ମତେ ଭାରି ଡର ଲାଗୁଛି। ଏବେ ଆମର କଣ ହେବ ଦିଦି? କାନ୍ଦନି ରେ ଭଉଣୀ, ତମେ ଦୁଇ ଜଣ ଜମା ବି ଭୟ କରନି, ମୁଁ ତମ ପାଖରେ ଅଛି। ମାକୁ ହରେଇ ତିନି ଭଉଣୀ ବହୁତ କାନ୍ଦିଲେ। ତାପରେ ସେମାନେ ତାଙ୍କ ମାର ଅନ୍ତିମ ସଂସ୍କାର କଲେ। କିଛି ଦିନ ବିତିଗଲା। ଆରେ ଚଢ଼େଇ ଛୁଆ, ତୁ ଏଠି? ମୋ ପାଖରେ କିଛି କାମ ଥିଲା କି? ମିଟୁ କାକା, ମା ଯିବା ପରେ ଆମେ ତିନି ଭଉଣୀ ବହୁତ କଷ୍ଟରେ ଚଳୁଛୁ। 2 ଦିନ ହେଲାଣି ଆମେ ଠିକରେ ଖାଇବା ଖାଇନୁ। ମତେ କିଛି କାମ ଦେଇପାରିବ କାକା? ଆରେ ଝିଅ, ଚାଷ କାମ ଛଡ଼ା ତ ମୋ ପାଖରେ କିଛି ବି କାମ ନାହିଁ। ତୁ କଣ ଜମିରେ ଚାଷ କରିପାରିବୁ? ଯେମିତି ବି କାମ ହେଉ, ମୁଁ ସବୁ କରିପାରିବି। ନହେଲେ ଯେ ମୋ ସହ ମୋ ଛୋଟ ଛୋଟ ଦୁଇ ଭଉଣୀ ବି ନ ଖାଇ ମରିଯିବେ। ବୁଝିଲି ରେ ଝିଅ, ତମେ ମାନେ ବହୁତ କଷ୍ଟରେ ଅଛ। ଆଚ୍ଛା ଶୁଣ, ମୋ ପାଖରେ କିଛି ଚାରା ଗଛ ଅଛି। ତୁ ସେସବୁ ଜମିରେ ଲଗେଇ ଦେ। ମୁଁ ତତେ 200 ଟଙ୍କା ଦେବି। କାକା, ମୁଁ ତମରି ଉପକାର କେବେ ବି ଭୁଲିବିନି। ମୁଁ ଏବେ କାମରେ ଲାଗି ଯାଉଛି। ଏମିତି କହି ଚଢ଼େଇ ଛୁଆ ନିଜ କାମରେ ଲାଗି ପଡ଼ିଲା। ସେ ଅନେକ ପରିଶ୍ରମ କରି ଜମି ସାରା ଚାରା ଗଛ ଲଗେଇଦେଲା। ସନ୍ଧ୍ୟାରେ ସେ ମିଟୁ ପାଖରୁ ଟଙ୍କା ନେଇ ବଜାରରୁ କିଛି ସଉଦା କିଣି ଘରକୁ ଗଲା। ଦିଦି, ଆଜି ତୁ ଏତେ ଗୁଡ଼େ ସଉଦା ଆଣିଛୁ। ମା ଯିବା ପରେ ତ କେବେ ବି ଆମେ ପେଟ ପୁରା ଖାଇବା ଖାଇନାହାନ୍ତି। ମନ ଦୁଃଖ କରନି ଭଉଣୀ, ଆଜି ମୁଁ ବହୁତ ଖାଇବା ଆଣିଛି। ଆଜି ଆମେ ସମସ୍ତେ ପେଟ ପୁରା ଖାଇବା ଖାଇବା। ଚାଲ ଏବେ ଘର ଭିତରକୁ ଯିବା। ଏମିତି ସେଦିନ ବିତିଗଲା। ପରଦିନ ସକାଳେ ମିନୁ ନାମକ ଏକ ଧନୀ ଚଢ଼େଇ ତାଙ୍କ ଘରକୁ ଆସିଲା। ଆରେ ଝିଅ, ମୁଁ ବାହାରକୁ ଯାଇଥିଲି। ଆଜି ଘରକୁ ଆସି ତମମାନଙ୍କ ମା କଥା ଶୁଣି ଏଠାକୁ ଚାଲି ଆସିଲି। ତମମାନଙ୍କ ସହ ଏସବୁ କଣ ହେଇଗଲା? ସବୁ ଆମର ଭାଗ୍ୟ ମାଉସୀ। ଭଗବାନ ଆମ ଭାଗ୍ୟରେ ଯାହା ଲେଖିଛନ୍ତି ଆମ ସହ ତାହା ହେଉଛି। ତା ତ ବୁଝିଲି ରେ ଝିଅ, ହେଲେ ତମେ ମାନେ ଏବେ କେମିତି ଚଳୁଛ? ଚଢ଼େଇ ଛୁଆ, ତୁ ତ ବଡ଼, ତୁ କିଛି କାମ କର, ନହେଲେ ତ ଦୁଇ ଭଉଣୀଙ୍କର କଣ ହେବ କହିଲୁ? ମୁଁ ତ ସବୁଦିନ କାମ ଖୋଜୁଛି ମାଉସୀ। ଯୋଉଦିନ ବି କିଛି ଛୋଟ ମୋଟ କାମ ପାଏ, ସେ ଟଙ୍କା ତ ଖାଇବାରେ ହିଁ ସରିଯାଏ। ତା ତ ଠିକ କଥା। ଆରେ ଚଢ଼େଇ ଛୁଆ, ମୁଁ ମୋ ଘର କାମ ପାଇଁ ଜଣକୁ ଖୋଜୁଥିଲି। ତୁ ଯଦି ମୋ ଘରେ କାମ କରିବୁ, ପ୍ରତି ମାସରେ ମୁଁ ତତେ କିଛି ଟଙ୍କା ଦେବି। ସେଇ ଟଙ୍କାରେ ତମେ ତିନି ଭଉଣୀ ଆରାମରେ ଚଳିପାରିବ। ତୁମେ ସତ କହୁଛ ମାଉସୀ? ମୁଁ କାଲି ହିଁ ତୁମ ଘରକୁ ଯିବି। ଠିକ ଅଛି ରେ ଝିଅ, ମୁଁ ଏବେ ଯାଉଛି। କାଲି ତାହେଲେ ସକାଳୁ ମୋ ଘରକୁ ଚାଲି ଆସିବୁ। ଯାହା ହେଉ, ଏ ଚଢ଼େଇ ଛୁଆଟା ମୋ କଥାରେ ରାଜି ହେଇଗଲା। ଅଳ୍ପ ଟଙ୍କାରେ ମତେ ଗୋଟେ ଚାକରାଣୀ ମିଳିଗଲା। ପୂର୍ବ ଚାକରାଣୀକୁ ମୁଁ କେତେ ଟଙ୍କା ଦେଉଥିଲି। ଆରେ ଚଢ଼େଇ ଛୁଆ, ତୁ ଏକା କାମକୁ ଆସିଥାନ୍ତୁ। ତୋ ଦୁଇ ଭଉଣୀକୁ ସାଙ୍ଗରେ କାହିଁକି ଆଣିଛୁ? ମାଉସୀ, ମୋ ଦୁଇ ଭଉଣୀ ଏବେ ବହୁତ ଛୋଟ। ମୁଁ ପ୍ରତ୍ୟେକ ଦିନ ଏଠାକୁ ଆସି କାମ କରିବି। ଏମାନଙ୍କୁ ଘରେ ଏକା ରଖି ମୁଁ ଆସିପାରିଲିନି। ଇଏ ତ ବଡ଼ ଅସୁବିଧା କଥା। ଶୁଣ ଚଢ଼େଇ ଛୁଆ, ତୁ ଯେତେବେଳେ ଏମାନଙ୍କୁ ଆଣି ସାରିଲୁଣି, ଏମାନେ ବାହାରେ ଖେଳନ୍ତୁ। ତୁ ଯା ଭିତରେ କାମ କରିବୁ। ଆଉ ହଁ, ଏମାନଙ୍କୁ ତୁ ଜମା ବି ଘର ଭିତରକୁ ନେବୁନି। ମୋ ଘର ଅପରିଷ୍କାର ହେବ। ଏମିତି କହି ମିନୁ ସେଠାରୁ ଚାଲିଗଲା। ବଡ଼ ଚଢ଼େଇ ଛୁଆର ମନ ଦୁଃଖ ହେଇଗଲା। ସେ ତାର ଦୁଇ ଭଉଣୀକୁ ବାହାରେ ରଖି ଘର ଭିତରକୁ ଯାଇ କାମ କଲା। ଏମିତି ବେଶ କିଛି ଦିନ ବିତିଗଲା। ଦିନେ ମାଉସୀ, ଆଉ ମାରନି, ଭାରି କଷ୍ଟ ହେଉଛି। ମତେ ବି ମାରନି। ଦିଦି, ଆମକୁ ବଞ୍ଚା। ଏ କଣ, ମୋ ଦୁଇ ଭଉଣୀ ଏମିତି ଚିତ୍କାର କାହିଁକି କରୁଛନ୍ତି? ମୁଁ ବାହାରକୁ ଯାଇ ଦେଖେ, କିଏ ତାଙ୍କୁ ପିଟୁଛି। ଏ କଣ ମାଉସୀ, ତୁମେ ମୋ ଦୁଇ ଭଉଣୀକୁ କାହିଁକି ପିଟୁଛ? ଦୟାକରି ତାଙ୍କୁ ଛାଡ଼ି ଦିଅ। ମୁଁ ତମ ଗୋଡ଼ ଧରୁଛି। ମୋ ଦୁଇ ଭଉଣୀକୁ ଆଉ ମାରନି। ଚୁପ୍ କର, ଆଜି ମୁଁ ଏ ଦୁଇ ଦୁଷ୍ଟଙ୍କୁ ପିଟି ପିଟି ମାରିଦେବି। ନା, ତୁମେ ତାଙ୍କ ଦେହରେ ହାତ ବି ଦିଅନି। ଆଗ କୁହ, ସେମାନେ କଣ କରିଛନ୍ତି? କଣ କରିଛନ୍ତି ଏମାନେ? ଏଇ ଦେଖେ, ଏମାନେ ଖେଳି ଖେଳି ମୋ 3ଟି ଫଳ ଗଛ ଉପାଡ଼ି ଦେଇଛନ୍ତି। ଏଇଥିପାଇଁ ମୁଁ ଏମାନଙ୍କୁ ତ ସାଙ୍ଗରେ ଆଣିବାକୁ ମନା କରିଥିଲି, ହେଲେ ତୁ ମୋ କଥା ଶୁଣିଲୁନି। ତତେ ବି ମୋ କାମରେ ରଖିବିନି। ବାହାରି ଯା ମୋ ଘରୁ।
ମୁଁ ବି ଆଉ ତୁମ ଘରେ କାମ କରିବିନି। ସାମାନ୍ୟ 3ଟି ଗଛ ପାଇଁ ତୁମେ ମୋ ଭଉଣୀକୁ ଏତେ ପିଟିଲ। ମତେ ମୋ ଦରମା ଦିଅ, ମୁଁ ଏଠୁ ଚାଲିଯିବି। ତ ଦୁଇ ଭଉଣୀ ମୋର ଯାହା କ୍ଷତି କଲେ ତା ଉପରେ ପୁଣି ତ ମତେ ଦରମା ମାଗୁଛୁ। ଏ ଫଳ ଗଛ ଗୁଡାଙ୍କର ଦାମ ଯେତିକି ତ ଦରମା ବି ସେତିକି ନୁହଁ, ବୁଝିଲୁ? ଦରମା ନେବୁ ତ ଏଇ 3 ଗଛକୁ ନେ, ଏଗୁଡା ତ ଦରମା। ଚଢ଼େଇ ଛୁଆ ସେ 3 ଗଛ ଧରି ତା ଭଉଣୀଙ୍କ ସହ ଘରକୁ ଫେରି ଆସିଲା। ନିଜ ଘର ସାମ୍ନାରେ ଥିବା ଏକ ଖୋଲା ପଡ଼ିଆରେ ସେ 3 ଗଛକୁ ଲଗେଇଦେଲା। କିଛି ସମୟ ପରେ ମିଟୁ ତାଙ୍କ ଘରକୁ ଆସିଲା। ଆରେ ଚଢ଼େଇ ଛୁଆ, ମୁଁ ଏକ ଜରୁରୀ କାମରେ ତ ପାଖକୁ ଆସିଥିଲି। ମୁଁ କାଲିଠୁ ଚାଷ କାମ ଆରମ୍ଭ କରୁଛି। ମୋର ସାହାଯ୍ୟ ପାଇଁ ଜଣକୁ ଦରକାର। ତୁ କ'ଣ କାମରେ ମୋତେ ସାହାଯ୍ୟ କରିପାରିବୁ? ମୁଁ ପ୍ରତ୍ୟେକ ଦିନ ତତେ କିଛି ଟଙ୍କା ଦେଇଦେବି। ଇଏ ତ ବହୁତ ଭଲ କଥା କାକା, ମୁଁ କାଲି ହିଁ କାମକୁ ଯିବି। ଚଢ଼େଇ ଛୁଆର କଥା ଶୁଣି ମିଟୁ ଖୁସି ହେଇ ସେଠାରୁ ଚାଲିଗଲା। ପରଦିନଠୁ ହିଁ ଚଢ଼େଇ ଛୁଆ କାମକୁ ଗଲା। ସେ କାମ କରିବା ସହ ମିନୁ ପାଖରୁ ଆଣିଥିବା ସେ 3 ଫଳ ଗଛର ବି ଯତ୍ନ ନେଉଥିଲା। ତାର 2 ଭଉଣୀ ବି ତାକୁ ଏ କାମରେ ସାହାଯ୍ୟ କରୁଥିଲେ। ଆରେ ବାଃ, ମୁଁ ଦେଖୁଛି ଆଜିକାଲି ମୋ 2 ଭଉଣୀ ଗଛ ପ୍ରେମୀ ପାଲଟି ଯାଇଛନ୍ତି। ମତେ ତ ଆଉ କିଛି କରିବାକୁ ହିଁ ପଡୁନି। ତମେ 2 ଜଣ ଏଇ ଗଛ ଗୁଡାକର ଭଲ ଯତ୍ନ ନେଉଛ। ଏଇ ଦେଖ, ମୁଁ ଆଜି ମିଟୁ କାକାଙ୍କ ପାଖରୁ କିଛି ସାର ଆଣିଛି। ଏ ସାର ଗଛ ମୂଳରେ ଦେଲେ ଗଛ ଭଲ ବଢିବ। ଏବେ ଛାଡ, ମୁଁ ଏ ଗଛ ମୂଳରେ ସାର ଦେଇଦିଏ। ଏହିପରି ଚଢ଼େଇ ଛୁଆ ତାର 2 ଭଉଣୀଙ୍କ ସହ ମିଶି ଗଛ ଗୁଡ଼ିଙ୍କର ଖୁବ୍ ଯତ୍ନ ନେଉଥିଲା। କିଛି ଦିନ ବିତିଗଲା। ଧୀରେ ଧୀରେ ସେ 3 ଫଳ ଗଛ ବଡ଼ ହେଲେ। ସେଥିରେ ଅନେକ ଫଳ ଫଳିଲା। ଚଢ଼େଇ ଛୁଆ ସେ ଫଳ ବିକ୍ରି କରି ଭଲ ଟଙ୍କା ପାଉଥିଲା। କଥା କ'ଣ ଚଢ଼େଇ ଛୁଆ, ତୁ 2 ଦିନ ହେଲାଣି ମୁଁ କାମକୁ ଆସୁନୁ ଯେ? ତୋ ଦେଖା ନ ପାଇ ତୋ ଘରକୁ ଚାଲି ଆସିଲି। ଆରେ ଏ କ'ଣ, ଏ 3 ଗଛ ତୁ କେବେ ଲଗେଇଲୁ? ଏ 3 ଗଛ ବଡ଼ ହେଇ ଏତେ ଫଳ ଫଳିଲାଣି? କାକା, ଏଇ ସେ 3 ଗଛ ଯୋଉ ଗଛ ମୂଳରେ ସାର ଦେବା ପାଇଁ ଦିନେ ମୁଁ ସାର ମାଗିଥିଲି। ମୁଁ ଆଉ ମୋ 2 ଭଉଣୀ ମିଶି ଅନେକ କଷ୍ଟରେ ଏ 3 ଗଛକୁ ବଡ଼ କରିଛୁ। ଏ 3 ଗଛର ଫଳ ବିକ୍ରି କରି ଆମେ ଭଲରେ ଚଳୁଛୁ। ସେଥିପାଇଁ ମୁଁ ଆଉ କାମକୁ ଯାଉନଥିଲି। ବାଃ, ଫଳ ବିକ୍ରି କରି ତ ଅନେକ ଧନୀ ହେଇଗଲୁଣି। ତୁ କ'ଣ ଭୁଲିଗଲୁ? ଏ 3 ଗଛ ମୁଁ ତତେ ଦେଇଥିଲି। ସେଥିପାଇଁ ଏ ଗଛ ଗୁଡାକ ଉପରେ ମୋର ବି ଅଧିକାର ଅଛି। ଆଜିଠୁ ମୁଁ ବି ଅଧା ଫଳ ଏ ଗଛ ମାନଙ୍କରୁ ନେବି। ତୁମେ ଏସବୁ କ'ଣ କହୁଛ ମାଉସୀ? ମୋ ଦରମା କାଟି ମତେ ତୁମେ 3 ଗଛ ଦେଇଥିଲ। ଏ ଗଛ ମାନଙ୍କ ଉପରେ ତୁମର କିଛି ବି ଅଧିକାର ନାହିଁ। ମୁଁ ତମକୁ ଭାଗ ଦେବିନି। କ'ଣ କହିଲ? ମତେ ଭାଗ ଦେବୁନି? ରହ, ମୁଁ ଏବେ ଗଛ ଗୁଡାକୁ କାଟିଦେବି। ନା ତୁ ଫଳ ପାଇବୁ, ଆଉ ନା ତୁ ଫଳ ବିକ୍ରି କରି ଟଙ୍କା ପାଇବୁ। ଯେମିତି ମିନୁ ଗଛ କାଟିବା ପାଇଁ ପାଖକୁ ଗଲା, ଗଛ ଭିତରୁ ଏକ ଶକ୍ତ ଦଉଡ଼ି ବାହାରି ଆସି ମିନୁକୁ ବାନ୍ଧିଦେଲା। ଆରେ ମରିଗଲି ରେ ମରିଗଲି। ତମେ ମାନେ ସବୁ ଦେଖୁଛ କ'ଣ? ମତେ ଏଠୁ ମୁକ୍ତ କର। ତୋ ସହ ଯାହା ହେଇଛି ଠିକ ହେଇଛି। ଆସିଥିଲୁ ଜୋର ଦେଖେଇବା ପାଇଁ। ଭଗବାନ ତତେ ତୋର ଶାସ୍ତି ଦେଇଛନ୍ତି। ଏମିତି କହି ମିଟୁ ହସିଲା। ମିନୁର ମୁଣ୍ଡ ଲାଜରେ ନଇଁଗଲା। ସେ ନିଜ ଭୁଲ ପାଇଁ କ୍ଷମା ମାଗିଲା। ମୋର ଭୁଲ ହେଇଗଲା, ମତେ ଏଇ ଥରକ କ୍ଷମା କରି ଛାଡ଼ି ଦିଅ। ମୁଁ ଆଉ କେବେ ବି ଏଠାକୁ ଆସିବିନି। ମିନୁର ଏପରି କଥା ଶୁଣି ଗଛ ତାକୁ ଛାଡ଼ିଦେଲା। ମିନୁ ବି ନିଜର ଭୁଲ ବୁଝିପାରି ସେଠାରୁ ଚାଲିଗଲା। ସେପଟେ ଚଢ଼େଇ ଛୁଆ ଫଳ ବିକ୍ରି କରି ତା 2 ଭଉଣୀଙ୍କୁ ନେଇ ଖୁସିରେ ରହି